ବିରିୟାନୀ ଆଉ ବନେଇବିନି କ'ଣ ପାଇଁ? ସକାଳୁ ସକାଳୁ ମୁଁ ରେଡ଼ି ହେଇଥିଲି ପଳେଇଥିଲି ହୋଟେଲକୁ। ହୋଟେଲରେ ଏବେ ଦୋସା ଟିଫିନ୍ କରିଦେବି। ଏବେ ଲିଫ୍ଟ ଭିତରେ ଆସିକି ପଳେଇ ଆଇଲି ଦେଖନ୍ତୁ ହୋଟେଲକୁ। ଏବେ ଦମ୍ ବିରିୟାନୀ ବି ପକେଇ ଦେଉଛି। ଗୋଟେ ହାଣ୍ଡି ବିରିୟାନୀ ପକେଇଛି, ଆହୁରି 2 ହାଣ୍ଡି ଆହୁରି ବିରିୟାନୀ ରହିଲାଣି ପକେଇବା ପାଇଁ। ଗୋଟେ ବିରିୟାନୀ ଅଧଘଣ୍ଟା ଲାଗୁଛି। ଏବେ ଦେଖନ୍ତୁ ଏବେ ମସଲା ପାଣି ସବୁ ପକେଇ ଦେଇଥିଲି। ପାଣି ପକେଇ ଚିକେନଟା ମିଳେଇଦେଲି। ମିଳିଲା ପରେ ଦେଖନ୍ତୁ ବିରିୟାନୀ ରାଇସ୍ ବି ହେଇଥିଲା, ରାଇସ୍ ବି ପକେଇଦେଲି। ଏଇଟା ବି ରେଡ଼ି ହେଇଗଲାଣି। ଏବେ ଆଉ 2 ହାଣ୍ଡି ଏବେ ପଡ଼ିବ। ତା ଭିତରେ ଦେଖନ୍ତୁ ଏଠି ବିରିୟାନୀ ମସଲା ପାଇଁ ରେଡ଼ି ହେଇନଥାଏ। ବିରିୟାନୀ ମସଲା ପାଇଁ କଟିଂ କରି ସବୁ ରଖିଥିଲି ଆନିୟନ୍ସ। ଏବେ ତାକୁ ତାକୁ ଇଏ କରିବି। ଏପଟେ ବିରିୟାନୀ ବି ରେଡ଼ି ହେଲା। ପିଆଜ ଦେଖନ୍ତୁ ବିରିୟାନୀ ମସଲା ପାଇଁ ରେଡ଼ି ହେଇଯାଇଥିଲା। ବିରିୟାନୀ ମସଲା ତାକୁ ରଖିଦେଇକି ଏପଟେ ଦେଖନ୍ତୁ ଚାଇନିଜ୍ର ଅର୍ଡ଼ର ପଳାଇଥିଲା। ଏପଟେ ତାଙ୍କୁ ଯାଇକି ଟିକେ ହେଲ୍ପ କରିଦେଲି ଟିକେ ଦେଖନ୍ତୁ। ଆଉ ସେପଟେ ତନ୍ଦୁର ବି ସ୍ପେଶାଲ କବାବ ଦେଖନ୍ତୁ କେମିତିଆ ଡିଜାଇନ୍ ହେଇଛି। ଆଉ ତା ଭିତରେ ବି ଟାଇମ୍ ବି ହେଇଯାଇଥିଲା। ଏବେ ପଳେଇଲେ ଏବେ ଖାଇବା ପାଇଁ। ଆଉ ଭିଡ଼ିଓଟା କେମିତି ଲାଗିଲା ନିଜ ଫାଷ୍ଟ ଲାଷ୍ଟ ଦେଖନ୍ତୁ। ଯିବା ପୂର୍ବରୁ ନିଶ୍ଚୟ ଲାଇକ୍ କରିକି ଯିବେ।